ଏଗୁଡ଼ା ଶସ୍ତା ଟଙ୍କା ହିଁ କରୁଛ କିଏ ବିଜେପି ଏମ୍ଏଲ୍ଏ ମାନେ? ତମର ଭବିଷ୍ୟତ ଆଉ ନାହିଁ। ଦେଖ 3 ମାସ ଭିତରେ ନରେନ୍ଦ୍ର ମୋଦି 3 ମାସ ପରେ ନଥାଉ ପ୍ରାଇମ୍ ମିନିଷ୍ଟର। ନୀତିଶ ଆୟୋଜନ କରିସାରିଲାଣି। ବିରାଟ ପରିବର୍ତ୍ତନ ଭାରତ ରାଜନୀତିରେ ହବ। ସବୁ ଦଳ ମିଶି ନରେନ୍ଦ୍ର ମୋଦି ଗେଟ୍ ଆଉଟ୍। 3 ମାସ ପରେ ଆଉ ନଥାଉ ପ୍ରାଇମ୍ ମିନିଷ୍ଟର ସେ। ଆଉ ସେ ଯେଉଁଦିନ ଯିବ ତା ପରଦିନ ମୋହନ ମାଝୀ ଥିବେ। ତେମେ କ'ଣ ଅରୁଣ ସାହୁକୁ ଆଣିବ? ଏ ଶସ୍ତା କଥାବାର୍ତ୍ତା କାହିଁ କରୁଛ? ସେ ଗୋଟେ ଇଣ୍ଟେଲେକ୍ଚୁଆଲ ମନ୍ତ୍ରୀ ଥିଲେ, ଏମ୍ଏଲ୍ଏ, ହାଇଲି କ୍ୱାଲିଫାଏଡ୍। ତାକୁ ଏମିତି ତମେ ମୋଟିଭେସନ୍ କରିକି ନେଇଯିବ ବିଜେପି କି? ଏତେ କାହିଁ ହାଁ ହେଉଛ? ଶାସନରେ ଅଛ, ଲୋକ ସେବା କର। ଏ ଫାଲତୁ କଥା ନବାଠି 32% ଗଲା ବଜେଟ୍ ଖର୍ଚ୍ଚ ହେଇଛି ଏପର୍ଯ୍ୟନ୍ତ। ମଣ୍ଡି ଖୋଲି ପାରୁନି, ଡାକ୍ତରଖାନା ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି, ପ୍ରିନ୍ସିପାଲ ନାହାନ୍ତି, ପାଣି ଶୁଖିଲା ସବୁଠି। ପାଣି ମଧ୍ୟ ଛାଡ଼ି ହେଉନି ନଦୀରେ। ଦୟା ଦେଖ ଶୁଖିଲା, ବୈତରଣୀ ଶୁଖିଲା, କାଠ ଯୋଡ଼ି ଶୁଖିଲା। କି ଅବସ୍ଥା ଲୋକ ଭୋଗୁଛନ୍ତି। ପଇସା ବଜେଟରେ ଅଛି, ବିନିଯୋଗ କର, ଲୋକଙ୍କ ସେବାରେ ଲଗାଅ। କ୍ୟାପିଟାଲ ମେଡିକାଲ ବନ୍ଦ, କାମ ସାର। କଟକ ମେଡିକାଲ କାମ ବନ୍ଦ, ସାର। ଇଆଡ଼େ ଲିଙ୍ଗରାଜ ଏକାମ୍ର ଡେଭଲପମେଣ୍ଟ ଲିଙ୍ଗରାଜଙ୍କର ଠପ୍। ମୁଁ ଏଇନା ମନ୍ତ୍ରୀଙ୍କ ପାଖକୁ ଅଛି, ଅର୍ବାନ ମନ୍ତ୍ରୀଙ୍କ ପାଖକୁ ଏବଂ PWD ମନ୍ତ୍ରୀଙ୍କ ପାଖକୁ। ଆରେ କର। ଲିଙ୍ଗରାଜ ମନ୍ଦିର ସାମ୍ନାରେ ଟଏଲେଟ୍ ପୁଳେ ଆମେ କରିଛୁ, ଉଦ୍ଘାଟନ ହେଇପାରୁନି। ଆଜି 2 ମନ୍ତ୍ରୀ କହିକି ଆଇଛି ଡିସେମ୍ବର 31 ତାରିଖ ସୁଦ୍ଧା ଯଦି ଟଏଲେଟ୍ ଖୋଲା ନ ହୁଏ, କାରଣ ଟୁରିଷ୍ଟ ମାନେ ଆସିକି ପରିସ୍ରା କରିବା ପାଇଁ, ଝାଡ଼ା ଯିବା ପାଇଁ, ପିଇବା ପାଣି ପିଇବା ପାଇଁ ହାକା ହେଉଛନ୍ତି। ଯଥେଷ୍ଟ ପାଉଛନ୍ତି, କିଛି କରୁନି ରାଜ୍ୟ ସରକାର। ଯଦି ନବୀନ ସରକାର ଟଏଲେଟ୍ ସବୁ କରିଛି, ଏ ଉଦ୍ଘାଟନ କରିପାରୁନାହାନ୍ତି। 31 ତାରିଖ ସୁଦ୍ଧା ଯଦି ନ ସରେ, 1 ତାରିଖ ଦିନ ସବୁ ଟଏଲେଟ୍ ତାଲା ଭାଙ୍ଗି ଲୋକଙ୍କୁ ଝାଡ଼ା ଯିବା, ପରିସ୍ରା ଯିବା, ଗାଧେଇବା, ପିଇବା ପାଣିର ସୁଯୋଗ ଦେବୁ ଆମେ। ଏଗୁଡ଼ା ବେକାରିଆ ଟକ୍, ଏଗୁଡ଼ା ବେକାରିଆ ଡିସିସନ୍। ମୋ ପିଲାକୁ ମୁଁ ଟ୍ୟୁସନ୍ ବନ୍ଦ କରିଦେବ? ମୋ ପିଲାକୁ ଭଲ କଲର୍ କରିବା ପାଇଁ, ପାଠ ପଢ଼େଇବା ପାଇଁ ମୁଁ ଟ୍ୟୁସନ୍ ଦେବି। ମୋ ପାଇଁ ପଇସା ଅଛି, ତେବେ କିଏସ୍? ମୋ ପଇସାରେ ମୋ ପିଲାଙ୍କୁ ଟ୍ରେନ୍ କରିବି, ମୁଁ ଟ୍ୟାଲେଣ୍ଟ କରିବି ମୁଁ। ତେବେ କିଏସ୍? ଏ ଫାଲତୁ ଡିସିସନ୍ ନେବା ଉଚିତ ନୁହଁ। ଯାହାର ସୁବିଧା ଅଛି ତା ପିଲାକୁ ସେ କୋଚିଂ ଦେଉଛି। ତମେ ତ ସ୍କୁଲ ମାନଙ୍କରେ ପିଲା ନାହାନ୍ତି, ସବୁ ଇଂଲିଶ ମିଡ଼ିୟମ୍, ସବୁ ଅପ୍ ଟୁ ଡେଟ୍ ଇଂଲିଶ ମିଡ଼ିୟମ୍ରେ ସବୁ ପାଠ ପଢ଼ୁଛନ୍ତି। ଆଉ ତମେ ଏଗୁଡ଼ା ବଡ଼ ବଡ଼ କଥା କାହିଁ କହୁଛ? ଦେବା ଉଚିତ। କେନ୍ଦ୍ର ସରକାର ଏଇ ରାଜ୍ୟରେ ପାଠ ପଢ଼ୁଛନ୍ତି, ନେବେ ଗୋଟେ ପ୍ରକାର ସାଲେରୀ, ଇଏ କାହିଁ ଗୋଟେ ପ୍ରକାର ସାଲେରୀ ନେବେ? ସମାନ କରିଦିଅ। ସେମାନେ ଟ୍ରେନ୍, ଏମାନେ ଟ୍ରେନ୍। ଭଲ ହବ, ପାଠ ପଢ଼ା ଭଲ ହବ, ଉଚ୍ଚ କୋଟିର ହବ, ତାହେଲେ ଭଲ ହବ।